ଜୟଗୁରୁ। ଆଜିର ଆଲୋଚନାର ବିଷୟବସ୍ତୁ ଫମ୍ପା କଳସୀର ଶବ୍ଦ ବେଶୀ। ଇଂରାଜୀ 20/9/1922 ତାରିଖ। ସେଦିନ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଗୋଟିଏ ଆଲୋଚନା କରୁଥିଲେ। ଜଣେ ଭାଇ ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ଉପଦେଶ ଦେଉଛନ୍ତି, ଆପଣମାନେ ନିଜର ଗୋଟିଏ ଟିଭି ଚ୍ୟାନେଲ ଖୋଲି ପ୍ରଚାର କରିପାରନ୍ତି। ସେତେବେଳେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଗମ୍ଭୀର ମୁଖରେ କହିଲେ, ଫାଙ୍କା କଳସୀ ଦେଖିଛନ୍ତି? ଯେତେବେଳେ ଫାଙ୍କା କଳସୀ ଦେଇ ନଦୀରୁ ଜଳ ନିଆ ହୁଏ, ସେତେବେଳେ କେମିତି ବକ୍ ବକ୍ ଶବ୍ଦ କରେନା? ପୁଣି ଭର୍ତ୍ତି କଳସୀ ନେଇ ଜଳରେ ଦେଲେ ଦେଖିବେ କୌଣସି ଶବ୍ଦ କରେନା। ଠାକୁରଙ୍କ ଜଗତରେ ମଣିଷମାନେ ଏମିତି ପୂର୍ଣ୍ଣ କଳସୀ ପରି। ତେଣୁ ସେମାନଙ୍କର ଅଲଗା ଟିଭି ଚ୍ୟାନେଲ ବନେଇ ବସି ବକ୍ ବକ୍ କରିବାକୁ ହୁଏ ନାହିଁ। ଆମମାନଙ୍କର ଆଚରଣ ବୁଝେଇ ଦିଏ ଆମେ କ'ଣ। ନାଟମଣ୍ଡପ ସତ୍ସଙ୍ଗ ଦେଓଘର। ଜୟଗୁରୁ।